ଶ୍ରାବଣ ମାସରେ ଘରେ ଯେବେ ପୋଛା ଲଗାଉଛନ୍ତି ତ ପୋଛା ବାଲ୍ଟିରେ ଏହି 4ଟି ଜିନିଷ ପକେଇ ଦିଅନ୍ତୁ। ତାପରେ ଦେଖିବେ ଏତେ ପଇସା ଆସିବ ଯେ ଆପଣ ସମ୍ଭାଳି ପାରିବେ ନାହିଁ। ତେବେ ଚାଲନ୍ତୁ ଜାଣିବା କ'ଣ ସେହି 4ଟି ଜିନିଷ। ଜାଣିବା ଆଗରୁ ମହାଦେବଙ୍କ ଭକ୍ତଗଣ ଭିଡ଼ିଓଟିକୁ ଗୋଟିଏ ଲାଇକ୍ ସବସ୍କ୍ରାଇବ୍ ନିହାତି କରନ୍ତୁ। ନମ୍ବର 1, ଯେତେବେଳେ ଘର ପୋଛା ଲଗାଉଛନ୍ତି ତ ସେହି ପୋଛା ବା ଲଗାଉଥିବା ବାଲ୍ଟିରେ 1 ଚୁଟକି ହଳଦୀ ଗୁଣ୍ଡ ପକାଇ ଦିଅନ୍ତୁ। ଏହା କରିବା ଦ୍ୱାରା ଆପଣଙ୍କର ଜୀବନରେ ସବୁ ସମସ୍ୟା ଦୂର ହୋଇଯିବ। ନମ୍ବର 2, ପୋଛା ଲଗାଉଥିବା ବାଲ୍ଟିରେ 2 ଚୁଟକି ଲୁଣ ପକାଇ ଜରୁର ଘର ପୋଛା ଲଗାନ୍ତୁ। ଘରେ ଏହା ନକାରାତ୍ମକ ଶକ୍ତିକୁ ଦୂର କରିଥାଏ। ନମ୍ବର 3, ପୋଛା ଲଗାଇବା ବାଲ୍ଟିରେ ହଳଦିଆ ସୋରିଷ ପକାଇ ଘର ପୋଛା ଲଗାନ୍ତୁ। ଏହା କରିବା ଦ୍ୱାରା ମାତା ଲକ୍ଷ୍ମୀ ତୁରନ୍ତ ସେହି ଘରକୁ ଆକର୍ଷିତ ହୋଇଥାନ୍ତି। ନମ୍ବର 4, ପୋଛା ଲଗାଉଥିବା ବାଲ୍ଟିରେ ଫାଳେ ଲେମ୍ବୁ ରସ ପକାଇ ଘର ପୋଛା ଲଗାନ୍ତୁ। ଏହା କରିବା ଦ୍ୱାରା ଘରକୁ ସୁଖ ସମୃଦ୍ଧି ଆସିଥାଏ।